ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଚାରି ରାଶିରେ ଆଉ ରହିବନି ଅଭାବ। 12 ବର୍ଷ ପରେ ପଡୁଛି ଦୁର୍ଲଭ ମହାସଂଯୋଗ, ସୃଷ୍ଟି ହେବ ରାଜଯୋଗ। ମାଟି ଧରିଲେ ହୋଇଯିବ ସୁନା, ଜୀବନରେ ଆଉ ରହିବନି ସଙ୍କଟ ଓ ବିପଦ। ବୃହସ୍ପତି ହେଉଛନ୍ତି ଦେବଗୁରୁ। ଗ୍ରହମାନଙ୍କ ମଧ୍ୟରେ ଶୁଭ ହେଉଛନ୍ତି ବୃହସ୍ପତି ଗ୍ରହ। ବିଶ୍ୱାସ କରାଯାଏ ଯେ ଯେତେବେଳେ ବି ବୃହସ୍ପତି ଗମନାଗମନ କରନ୍ତି ସେତେବେଳେ ଜଣେ ବ୍ୟକ୍ତି ଶୁଭ ଫଳାଫଳ ପାଇବା ସମ୍ଭାବନା 100 ଗୁଣ ବଢ଼ିଯାଏ। ଯେତେବେଳେ ଏହି ଗ୍ରହ ଜଣେ ବ୍ୟକ୍ତିଙ୍କ ରାଶିରେ ଅନୁକୂଳ ସ୍ଥିତିରେ ଥାଆନ୍ତି ତାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଘଟେ। ଚଳିତ ବର୍ଷ ବୃଷ ରାଶିରେ ପ୍ରବେଶ କରିବେ ବୃହସ୍ପତି, ଯାହାଫଳରେ କିଛି ରାଶିରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିବ। ଚଳିତ ବର୍ଷ ମେ 1ରେ ବୃହସ୍ପତି ବୃଷ ରାଶିରେ ପ୍ରବେଶ ହେତୁ କିଛି ରାଶିଙ୍କ ଜୀବନରେ ରାଜଯୋଗ ସୃଷ୍ଟି ହେବ। 12 ବର୍ଷ ପରେ ଏଭଳି ସଂଯୋଗ ହେବାକୁ ଯାଉଛି। ମେଷ ରାଶି। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳାଫଳ ପାଇବେ। ଆର୍ଥିକ ସ୍ଥିତି ମଧ୍ୟ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ନୂତନ ଉପାୟ ଖୋଲିବ। ବୃହସ୍ପତିର ଗମନାଗମନ ଆପଣଙ୍କ ଜୀବନରେ ଭଲ ପରିବର୍ତ୍ତନ ଆଣିବ। ବୃହସ୍ପତି ଗମନାଗମନର ଶୁଭ ପ୍ରଭାବ ଯୋଗୁଁ ଆପଣଙ୍କ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ମିଥୁନ ରାଶି। ଏହି ରାଶିର ଲୋକମାନେ ଆର୍ଥିକ ଲାଭ ପାଇବେ। ବୃହସ୍ପତି ଗମନାଗମନ ହେତୁ ମିଥୁନ ରାଶିର ବ୍ୟକ୍ତିବିଶେଷ 2025 ମସିହାରେ ଚମତ୍କାର ପ୍ରଦର୍ଶନ କରିବେ। ସମସ୍ତ କାର୍ଯ୍ୟରେ ଉତ୍କୃଷ୍ଟ ଫଳାଫଳ ପାଇବେ। ଏହି ରାଶିର ଲୋକମାନେ ଗୁପ୍ତଧନ ପାଇବେ। ଆପଣ ପୈତୃକ ସମ୍ପତ୍ତିରୁ ମଧ୍ୟ ଉପକୃତ ହୋଇପାରନ୍ତି। ମିଥୁନ ରାଶିର ବ୍ୟକ୍ତିବିଶେଷ ସେମାନଙ୍କ କଠିନ ପରିଶ୍ରମ ଆଧାରରେ ଯାହା ଭାବିଥିଲେ ତାହା ହାସଲ କରିବେ। ଏହି ରାଶିର ଲୋକମାନଙ୍କର କୌଣସି ସ୍ଥାନରୁ ହଠାତ୍ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି। ସିଂହ ରାଶି। ବୃହସ୍ପତି ଗମନାଗମନ ପ୍ରଭାବ ହେତୁ ସିଂହ ରାଶିର ବ୍ୟକ୍ତି ଚଳିତ ବର୍ଷ ବ୍ୟବସାୟରେ ବହୁତ ଅଗ୍ରଗତି କରିବେ। ଚଳିତ ବର୍ଷ ଆପଣ ଅନେକ ସୁବିଧା ପାଇବେ। ଏହି ରାଶିର ଲୋକଙ୍କ ବ୍ୟବସାୟ ଯୋଜନା ସଫଳ ହେବ। ଆର୍ଥିକ ଲାଭର ଦୃଢ଼ ସମ୍ଭାବନା ରହିଛି। ଆପଣଙ୍କ ଆୟରେ ଭଲ ବୃଦ୍ଧି ହେବ। ଆପଣଙ୍କ ରୋଜଗାରର ନୂଆ ଉପାୟ ଖୋଲିବ। କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିବିଶେଷ ପୈତୃକ ସମ୍ପତ୍ତିରୁ ଉପକୃତ ହେବେ। ଦେବଗୁରୁଙ୍କ ସକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନରେ ସମୃଦ୍ଧତା ଆଣିବ। ଆପଣ ଧାର୍ମିକ କାର୍ଯ୍ୟକଳାପରେ ବହୁତ ଆଗ୍ରହୀ ହେବେ। ରାଶିର ଲୋକମାନଙ୍କ ସମ୍ମାନ ସମାଜରେ ବୃଦ୍ଧି ପାଇବ। ଆପଣ ଟଙ୍କା ରୋଜଗାର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଏହି ରାଶିର ଲୋକମାନେ ସେମାନଙ୍କର ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପାଇବେ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।